ଆଲୋ ଏ ଚୈତି କନ୍ୟାଦାନ ଠାରୁ ମହାପୁଣ୍ୟ ଜଗତରେ କିଛି ନାହିଁ। ମାତା ଜାନକୀକୁ ବୋହୂ କରିବା ପାଇଁ ରାଜା ଦଶରଥ ପ୍ରଥମେ ଜନକ ରାଜାକୁ ଯାଇ ପ୍ରଣାମ କରି କହିଥିଲେ, ହେ ରାଜା ଜନକ, ଆପଣ କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିଛନ୍ତି। ତେଣୁ ଆପଣଙ୍କ ଦାନୀ ପଣିଆକୁ ମୋର କୋଟି କୋଟି ଦଣ୍ଡବତ। ଆମେ କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିବୁ। ଆଲୋ କିଛି ନହେଲେ ମଲାବେଳେ ମୁଣ୍ଡ ପାଖରେ ବସି ଦୀପଦ ଭାଗବତ ପଢ଼ିବ, ପାଟି ଟିକେ ଗଙ୍ଗା ପାଣି ଦେବ, ଆଉ ଏ ଜୀବ ଗଲା ବେଳେ କହିବ ହା କୃଷ୍ଣ ବୋଲି ଯାଉ ଯିବ। ଖଣ୍ଡଗିରି ତ ସମସ୍ତଙ୍କର ସବୁ କଳାକାରଙ୍କର ଉତ୍ସାହ ଥାଏ ଆମେ ଖଣ୍ଡଗିରି ଯିବୁ। ପ୍ରଥମେ ଦର୍ଶକ ଦେବତାଙ୍କୁ ମୁଁ ଗୌରଦାସ ପ୍ରଣାମ ଜଣାଉଛି। ଆପଣମାନଙ୍କ ଭଲ ପାଇବା ଏତେ ଭରପୁର ଭାବରେ ଗୌରଦାସ ପ୍ରତି ଅଛି। ମୁଁ ଓଡ଼ିଶା ସାରା ତ ଦେଖୁଛି, ଖଣ୍ଡଗିରି ମେଳାରେ ବି ଦେଖିଲି ଦୀର୍ଘ 6 ଦିନ ଧରି ସେ ଗୋଟିଏ ନାଟକ ହା କୃଷ୍ଣ ବୋଲି ଯାଉ ଯିବ। 6000-7000 ଚେୟାର ପଡ଼ିଛି ହାଉସଫୁଲ୍। ମୋତେ ଭାରି ଖୁସି ଲାଗୁଛି ଯେ ଲୋକଙ୍କର ଏତେ ଭଲ ପାଇବା ଗୌରଦାସ ପ୍ରତି ଅଛି, ଶିବାନୀ ଗଣନାଟ୍ୟ ପ୍ରତି ଅଛି। ପୌରାଣିକ ନାଟକ ନୁହଁ, ପୁରାଣ କଥା। ସେଇ ଯେଉଁ ଆମ କଲଚର ସବୁ ହଜି ଯାଉଛି, କୋଲା ବାଉଁଶିଆ, ହଳ ନଙ୍ଗଳ, ପାଛିଆ, ଯେଉଁ ଆମର ଭାଗବତ ଗୀତା କଥା, ଏସବୁ ଆଜିକାଲିର ପିଢ଼ି ପିଲାମାନେ ଜାଣିନାହାନ୍ତି। ତେଣୁ ଆମେ ଏ ନାଟକ ମାଧ୍ୟମରେ ପୁରୁଣା କଥା, ପୁରୁଣା ସ୍ମୃତିକୁ ନେଇ ଲେଖକ ଡକ୍ଟର ନିହାର ରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ବଳିଆ ସାର୍, ଆମର ଗୀତ ସଙ୍ଗୀତ ନିଗମ ମିଶ୍ର, ଗୀତ ସଙ୍ଗୀତ ଏକନ ସାର୍, ନୃତ୍ୟ ଭାଗୀ, ଏଇ ଯେଉଁ ସାର୍ମାନଙ୍କର ପ୍ରଚେଷ୍ଟା ଏବଂ ପ୍ରଯୋଜକ ସୁଶାନ୍ତ କୁମାର ଦାସ, ଟୁନା ବାବୁ, ପ୍ରଦୀପ ବଳ ସାମନ୍ତ, ଟୁଟୁ ବାବୁ, ଏମାନଙ୍କର ଆଶୀର୍ବାଦ, ମା ଯାତ୍ରା ମୌଳବଣୀ ଶିବାନୀ ଗଣନାଟ୍ୟର ମା ଶିବାନୀଙ୍କର ଆଶୀର୍ବାଦ, ଏ ସମସ୍ତଙ୍କର ଆଶୀର୍ବାଦରେ ନାଟକଟି ଆଜି ସମ୍ପୂର୍ଣ୍ଣ ଭାବରେ ଖଣ୍ଡଗିରି ମେଳାରେ ଏ ବର୍ଷ ପାଇଁ ସୁପର ହିଟ୍ ହେଇଛି। ସେଥିପାଇଁ ଦର୍ଶକ ସମସ୍ତଙ୍କୁ ପ୍ରଣାମ ସହିତ ଧନ୍ୟବାଦ। ନାଇଁ ସେ କଥା ନୁହଁ, ପ୍ରାପ୍ୟ ତ ଅଧିକା ମିଳୁଛି ଯାତ୍ରାରେ, କିନ୍ତୁ ବର୍ତ୍ତମାନ କ'ଣ ଓଡ଼ିଶାରେ ହଲ୍ ନାହିଁ, ଫିଲ୍ମ ହଲ୍ ନାହିଁ। ତେଣୁ ଯେଉଁ ଆମର ଯେଉଁ ରାଜ୍ୟଟାରେ, ଓଡ଼ିଶା ରାଜ୍ୟରେ ଯଦି ଫିଲ୍ମ ହଲ୍ ନ ରହିବ, ୱେବ୍ ମାଧ୍ୟମରେ କେତେ ଜଣ ଦେଖୁଛନ୍ତି, ପଇସାଟା ସେତିକି ଇନକମ୍ ହେବା ଦରକାର। ସିରିଏଲ୍ କୁହନ୍ତୁ କି ଫିଲ୍ମ କୁହନ୍ତୁ, ଏସବୁ ଜିନିଷଟା ହେଉଛି, କିନ୍ତୁ ଯାତ୍ରାଟା ଲାଇଭ୍। ଆଉ ବିଶେଷ କରି ଯେଉଁ ମେଳା ମହୋତ୍ସବ ଚାଲୁଛି ଭାଇଚାରା ପ୍ରେମ ପାଇଁ, ସମସ୍ତଙ୍କ ଲକ୍ଷ୍ୟ ଥାଏ ଆମେ ମେଳା ବୁଲିବୁ, ଯାତ୍ରା ଦେଖିବୁ। ଆଉ ଧର 6 ମାସ କେଉଁ ସାଙ୍ଗ ସାଙ୍ଗରେ ଦେଖା ହେଇନାହିଁ, ହୁଏତ ସେ ଯାତ୍ରାରେ ସେମାନଙ୍କ ସହିତ ଦେଖା ହେଇଯାଏ। କେଉଁଠି କଣ୍ଟାକ୍ଟ ନମ୍ବର ନାହିଁ, କଣ୍ଟାକ୍ଟ ନମ୍ବର ଥିଲେ ବି କାର୍ଯ୍ୟବଶତଃ କଥା ହେଇନି, କିନ୍ତୁ ମେଳାରେ ଦେଖା ହେଇଯାଏ। ତେଣୁ ଯାତ୍ରାଟା ଗୋଟେ ଭାଇଚାରାର ପ୍ରେମ। ସମସ୍ତେ ଏଠି ବସି ଯାତ୍ରା ଦେଖନ୍ତି, ମା ବାପା ଭଉଣୀ। ଯାତ୍ରାକୁ ସମସ୍ତଙ୍କ ଭଲ ପାଇବା ଅଛି। ଯାତ୍ରା ଚାଲିଛି, ଚାଲିବ। ଆପଣଙ୍କ ପାଉଣା ଅଧିକା ହେଲେ ମଧ୍ୟ ଆପଣ ଅଧିକା ପରିବେଶକୁ କାହିଁକି ଗୁରୁତ୍ୱ ଦିଅନ୍ତି? ପାଉଣା ତ ଆମେ ସମସ୍ତେ ଯେତିକି ଯାହା ପାଉଛୁ ସବୁ ଖୁସି ଅଛୁ। ପାଉଣା ଅପେକ୍ଷା ପରିବେଶ। ଯଦି ମୁଁ ମୋ ଘରେ ଆମେ 3 ଭାଇ 2 ପୁଅ, ବାପା ମା, ଆମେ ଯଦି ଗୋଟିଏ ମନ ନେଇ ନ ଚଳିପାରିବୁ, କଥାକେ ଝଗଡ଼ା ହେବୁ, ତାହେଲେ ସେ ଘର କ'ଣ ଘର ରହିବ? ଘର ଭାଙ୍ଗିଯାଏ ନା ନାହିଁ? ସେମିତି ପରିବେଶଟା ପ୍ରଯୋଜକ, ପରିଚାଳକ, ମ୍ୟାନେଜମେଣ୍ଟ ଏବଂ କଳାକାର ସମସ୍ତଙ୍କର ମନ ଏକ ରହିବା ଦରକାର। ସେମିତି ଘର କରି ଛୋଟ ବଡ଼ ରହିଛି, କିନ୍ତୁ ତାକୁ ଯେମିତି ମ୍ୟାନେଜ୍ କରି ହେଉଥିବ, ଏଇଟା ହେଉଛି ବଡ଼ କଥା। ଆଲୋ ଏ ଚୈତି କନ୍ୟାଦାନ ଠାରୁ ମହାପୁଣ୍ୟ ଜଗତରେ କିଛି ନାହିଁ। ମାତା ଜାନକୀକୁ ବୋହୂ କରିବା ପାଇଁ ରାଜା ଦଶରଥ ପ୍ରଥମେ ଜନକ ରାଜାକୁ ଯାଇ ପ୍ରଣାମ କରି କହିଥିଲେ, ହେ ରାଜା ଜନକ, ଆପଣ କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିଛନ୍ତି। ତେଣୁ ଆପଣଙ୍କ ଦାନୀ ପଣିଆକୁ ମୋର କୋଟି କୋଟି ଦଣ୍ଡବତ। ଆମେ କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିବୁ। ଆଲୋ କିଛି ନହେଲେ ମଲାବେଳେ ମୁଣ୍ଡ ପାଖରେ ବସି ଦୀପଦ ଭାଗବତ ପଢ଼ିବ, ପାଟି ଟିକେ ଗଙ୍ଗା ପାଣି ଦେବ, ଆଉ ଏ ଜୀବ ଗଲା ବେଳେ କହିବ ହା କୃଷ୍ଣ ବୋଲି ଯାଉ ଯିବ।
जय जगन्नाथ नमस्कार समस्त भल रुहतु आ गोटे कथा बापा माँ को वृद्धाश्रम को पठातुनि एटा सबू मीडिया सबुथ मेसेज दूसरी बापा माँ ठू बड़ दुनिया कहीं ना आम भगवान को देखिनु आमको दुनिया को जी आनी बापा माँ मुझे जदि गौरदास स्वर्गत श्री दास स्वर्गत माँ राधाराणी दास मु गौरदास तेणु एतिक अनुरोध वृद्धाश्रम हटे दिंतु आम राज्य आम देश बापा माँ सेवा करूँ अमेरिकार जदि भी रुहति बापा माँ को सांगे नहीं जातु शेष समय खुशी दिंतु आपण मैंने खुशी रे जय जगन्नाथ जय जगन्नाथ।